ସାଙ୍ଗମାନେ ଯଦି ଆପଣମାନଙ୍କର ବୟସ ନ ହେବା ଆଗରୁ ଚୁଟି ପାଚି ଯାଉଛି, ଯେମିତିକି କିଛି ଜଣ ଥାଆନ୍ତି ଯେମିତି ବୟସ ହେଲେ ତ ଅଟୋମେଟିକ୍ ଚୁଟି ପାଚେ, କିନ୍ତୁ ବୟସ ନ ହେବା ଆଗରୁ ଯଦି ଚୁଟି ପାଚିଯାଏ ଭଲ ଦେଖାଯାଏନି ବାହାରକୁ ଯିବା ପାଇଁ, ତ ସେଥିପାଇଁ ବାହାରୁ କେମିକାଲ ଜିନିଷ ଆଣି ଚୁଟିକୁ କଳା କରିଥାଉ। କିନ୍ତୁ ମୁଁ ଆଜି ଆପଣମାନଙ୍କ ସହିତ ବହୁତ ସୁନ୍ଦର ଟିପ୍ସଟେ ସେୟାର କରିବି, ଯାହାଦ୍ୱାରା ଆପଣମାନଙ୍କର ଘରେ ଥିବା ଜିନିଷରେ ନ୍ୟାଚୁରାଲ ଜିନିଷରେ ଆପଣଙ୍କର ଧଳା ଚୁଟି ପୁରାପୁରି କଳା ପଡ଼ିଯିବ ଆଉ ଆପଣମାନଙ୍କର ପାଚିଲା ଚୁଟି ଜମା ବି ରହିବନି। ହେ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ ରିଚା ଟିପ୍ସ ଆଣ୍ଡ ଟ୍ରିକ୍ସ। ଆଶା କରେ ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଦେଖନ୍ତୁ ସାଙ୍ଗମାନେ, ମୁଁ ନେଇଛି ଅଁଳା। ଅଁଳା ପ୍ରାୟ ସମସ୍ତଙ୍କୁ ମିଳିଯିବ, କାରଣ ମାର୍କେଟରେ ମିଳେ, କିମ୍ବା ଗଛ ଥିଲେ ଯେଉଁଠି ଅଁଳା ଗଛ ଥାଏ ସେଠି ବି ଅଁଳା ନିଶ୍ଚିତ ଭାବରେ ମିଳିଯିବ, ଯେଉଁଟାକି ଅଁଳାରେ ପ୍ରଚୁର ପରିମାଣରେ ଅଛି, ଯେଉଁଟାକି ଆମ ଚୁଟିକି କଳା କରିବାରେ ସାହାଯ୍ୟ କରିବ। ତ ଏଠି ଦେଖନ୍ତୁ ମୁଁ 2ଟା ଅଁଳା ନେଇଛି ଆଉ ତାକୁ ଭଲ ଭାବରେ ପରିଷ୍କାର କରିକି ପାଣିରେ ଧୋଇ ଦେଇଛି। ଆପଣମାନେ ପ୍ରତିଦିନ ଖାଇବାରେ ମାନେ ଯେମିତି ଖାଉଛନ୍ତି ଆପଣମାନେ ଅଁଳା ଖଟା ଖାଆନ୍ତୁ, କିମ୍ବା ଆପଣମାନେ ଖଣ୍ଡେ ଅଁଳାକୁ ପିସ୍ ମାନେ ଛୋଟ ଖଣ୍ଡେ ପିସ୍କୁ ଆପଣମାନେ ପାଟିରେ ଜାକିକି ତାକୁ ଅଦା ଖାଇଲା ଟାଇପ୍ର ଜାକିକି ଟିକେ ତାର ଖାଆନ୍ତୁ, ଦେଖିବେ ସେଇଟା ବି ଦେହ ପାଇଁ ବହୁତ ବେନିଫିଟ୍ ଦେବ। ଅଁଳା ସମସ୍ତଙ୍କ ଚୁଟିକୁ କଳା ପକାଇବା ସହିତ ଚୁଟିର ଯେତେ ସବୁ ହେୟାର ପ୍ରୋବ୍ଲେମ୍ ଥିବ ତାକୁ ଦୂରେଇବାରେ ସାହାଯ୍ୟ କରିବ। ତ ଏଠି ଦେଖନ୍ତୁ ଅଁଳାକୁ ଧୋଇ ସାରିକି ଆପଣମାନେ ତାକୁ ଛୋଟ ଛୋଟ ପିସ୍ରେ ଏଇ ଟାଇପ୍ର କାଟି ନେବେ। ଆଉ ବେଶୀ ଜିନିଷ ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବିନି ଯେଉଁଟାକି ଦରକାର ପଡ଼ିବ ଅଧିକ ଜିନିଷ। ଏହି ରେମେଡ଼ିଟା ପୁରା ଲାଇଟଲି 3ଟା ଜିନିଷରେ ବନିଯିବ। ଆପଣମାନଙ୍କୁ ଅଧିକା ଜିନିଷ ଜମା ବି ଦରକାର ପଡ଼ିବନି, ଖାଲି ପ୍ରୋସେସ୍ ଟିକେ ଟାଇମ୍ ଲାଗିବ। ଟାଇମ୍ ମତଲବ ବେଶୀ ବି ଟାଇମ୍ ଲାଗିବନି, କିନ୍ତୁ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ, ଦେଖିଲେ ଜାଣିପାରିବେ, ବୁଝିପାରିବେ, ଆଉ ୟାକୁ ଆପଣମାନେ ୟୁଜ୍ କଲେ ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ରେଜଲ୍ଟ ଦେବ। ଦେଖନ୍ତୁ ଆପଣମାନେ ନର୍ମାଲ ଯେମିତି ଆମର ଧର ବୟସ ନ ହେବା ଆଗରୁ ଚୁଟି ପାଚି ଯାଉଛି, ଆମେ ତାକୁ କ'ଣ କରନ୍ତୁ, କଳା ପକାଇବା ପାଇଁ ବାହାରୁ କିଛି କେମିକାଲ ଜିନିଷ ଆଣି ଲଗେଇଥାଉ, ସେଇଟା କଳା ହେଇଯାଏ ଚୁଟି, ପୁଣି କିଛି ଦିନ ପରେ ପୁଣି ହ୍ୱାଇଟ୍ ହେଇଯାଏ, ପୁଣି ଆପଣମାନେ ପୁଣି କିଣିକି ସେ ଲଗାନ୍ତି। ତ ସେଇସବୁ ଛାଡ଼ି ଆପଣମାନେ ନର୍ମାଲ ଆପଣମାନଙ୍କ ଚୁଟିର କଣ୍ଡିସନ୍ ଦେଖିକି ଆପଣମାନଙ୍କୁ କେତେ ମାସେ ଲାଗିବ, କିନ୍ତୁ ବହୁତ ମାନେ ମାସେ 2 ମାସ କି 6 ମାସ ପାଖାପାଖି ଲାଗିବ, କିନ୍ତୁ ଆପଣମାନଙ୍କର ପୁରାପୁରି ରେଜଲ୍ଟ ବହୁତ ପୁରା ପିଓର ରେଜଲ୍ଟ ଦେବ। 100% ଆପଣମାନଙ୍କର ଧଳା ଚୁଟି କଳା ପଡ଼ିଯିବ। ଖାଲି ଲଗେଇବା ଆପଣମାନେ କଣ୍ଟିନ୍ୟୁ ରଖିବେ, ରେଗୁଲାର ଯେମିତି ଯେଉଁ ପ୍ରୋସେସ୍ରେ ମୁଁ ଆପଣମାନଙ୍କୁ କହିବି ସେଇ ପ୍ରୋସେସ୍ରେ ଆପଣମାନେ ୟାକୁ ଲଗେଇକି ଦେଖନ୍ତୁ, ଦେଖିବେ 2-3 ମାସ ପରେ ଆପଣମାନଙ୍କର ଚୁଟି ନିହାତି କଳା ପଡ଼ିଯିବ। ପାଚିଲା ଚୁଟି ଜମା ବି ଗୋଟେ ରହିବନି, ଆଉ ଯେଉଁଟାକି ସବୁଦିନ ପାଇଁ ହେବ। ଆଉ ଆପଣମାନଙ୍କୁ ମାର୍କେଟରୁ ବାରବାର କିଣିକି ଆଣିକି ଲଗେଇବାକୁ ପଡ଼ିବନି, କିନ୍ତୁ ଧୈର୍ଯ୍ୟର ସହିତ ୟାକୁ କଣ୍ଟିନ୍ୟୁ କରିକି ଆପଣମାନଙ୍କୁ କିଛି ମାସେ ଲଗେଇବାକୁ ପଡ଼ିବ। ଏଇଠି ଦେଖନ୍ତୁ ଆପଣମାନେ, ଏଇଠି ଦେଖନ୍ତୁ ମୁଁ ସବୁ ଯେଉଁ 2ଟା ଯାକ ଅଁଳାକୁ ପିସ୍ ଛୋଟ ଛୋଟ ପିସ୍ରେ କାଟି ନେଇଛି। କାଟି ସାରିବା ପରେ ଆପଣମାନେ ଏଠି ମୁଁ ଦେଖନ୍ତୁ ଗ୍ୟାସ୍କୁ ଅନ୍ କଲି। ଗ୍ୟାସ୍କୁ ଅନ୍ କରିକି ଗୋଟେ ଲୁହା କଢ଼େଇ ବସେଇ ନେଲି। ଆପଣଙ୍କ ପାଖରେ ଯଦି ଲୁହା କଢ଼େଇ ଅଛି ନିହାତି ନିଅନ୍ତୁ, ନହେଲେ ଗୋଟେ ଛୋଟ ଲୁହା କଢ଼େଇଟେ ମାର୍କେଟରୁ କିଣି ଆଣନ୍ତୁ, ବହୁତ କମ୍ ରେଟ୍ରେ ଲୁହା ତ ମିଳିଯାଉଛି। ଲୁହା ଜିନିଷ ଯଦି ନାହିଁ, ଲୁହା କଢ଼େଇ ମିଳିପାରୁନି, କିଛି ନାହିଁ, ନର୍ମାଲ କଢ଼େଇରେ ଆପଣମାନେ କରିପାରିବେ, କିନ୍ତୁ ଯଦି ଲୁହା କଢ଼େଇ ଅଛି ନିହାତି ନିଅନ୍ତୁ, କାରଣ ଲୁହା କଢ଼େଇରେ ଆଇରନ୍ ପ୍ରଚୁର ପରିମାଣରେ ଥାଏ, ଯେଉଁଟାକି ଆମ ଚୁଟିର ଆଇରନ୍ କମ୍ ହୋଇଗଲେ ଆମ ଚୁଟି ମାନେ ଧଳା ପକାଇ ଦିଏ। ତ ସେଥିପାଇଁ ଆଇରନ୍ ଦରକାର, ତ ସେଥିପାଇଁ ଲୁହା କଢ଼େଇ ନିଅନ୍ତୁ। ଲୁହା କଢ଼େଇରେ ବହୁତ ମାତ୍ରାରେ ଆଇରନ୍ ଥାଏ। ଏଠି ଦେଖନ୍ତୁ କଢ଼େଇ ଯେତେବେଳେ ଆପଣମାନଙ୍କର ଗରମ ହେଇଯିବ, ପୁରାପୁରି ସୋରିଷ ତେଲ ନେବେ, ଭଲ ପିଓର ସୋରିଷ ତେଲ ନେବେ, ଯେଉଁଟାକି ପେସା ନଡ଼ିଆ ସୋରିଷ ତେଲ ଯଦି ଆପଣଙ୍କ ପାଖରେ ଥିବ ନେବେ, ନହେଲେ କଚିଘାନିର ସୋରିଷ ତେଲଟା ଆପଣମାନେ ନେବେ, ଯେଉଁଟାକି ଭଲ। ତ ଏଠି ଦେଖନ୍ତୁ ମୁଁ ସୋରିଷ ତେଲ 1 କପ୍ ପାଖାପାଖି ଦେଲି। ଛୋଟ ଯେଉଁ ଚା ପିଆ କପ୍ ଆପଣମାନେ ଦେଖିପାରୁଥିବେ, ସେଇ କପ୍ରେ ମୁଁ 1 କପ୍ ଏଥିରେ ଦେଲି ସୋରିଷ ତେଲ। ଆଉ ଗ୍ୟାସ୍ର ଫ୍ଲେମ୍କୁ ପୁରାପୁରି ସିମ୍ ରଖିବେ, ଜମା ବି ହାଇ ଫ୍ଲେମ୍ କରିବେନି, ପୁରା ଧିମା ଆଞ୍ଚରେ କରିବେ। ଆଉ ପୁରା ଗ୍ୟାସ୍ର 2 ପଟ ଚୁଲା ଥାଏ, ଗୋଟେ ବଡ଼ ଗୋଟେ ଛୋଟ ପଟ ଚୁଲା ସାଇଡ଼୍ରେ ଆପଣମାନେ କରିବେ। ଆଉ ଚୁଲିରେ କଲେ ବି ପୁରାପୁରି ଜାଳ କମ୍ କରିକି କରିବେ। ଏଠି ଦେଖନ୍ତୁ ଯେତେବେଳେ ତେଲଟା ଭଲ ଭାବରେ ଗରମ ହେଇକି ତାର ଗୋଟେ ଧୂଆଁ ବାହାରିବ ସୋରିଷ ତେଲର, ସେଇ ଷ୍ଟେଜ୍ରେ ଆପଣମାନେ କ'ଣ କରିବେ, ଏଇ ଆମଲାକୁ ଯେଉଁ କାଟିକି ରଖିଥିବେ ଆମର ଅଁଳାକୁ ସେଥିରେ ଆଡ଼୍ କରିଦେବେ। ଆଡ଼୍ କରିକି ଏମିତି ଭିତରେ ଆପଣମାନେ ଚଲେଇବେ। ତ ଦେଖନ୍ତୁ ସାଙ୍ଗମାନେ ୟାକୁ ଭଲ ଭାବରେ ତେଲ ସହିତ ଚଲେଇବେ, ଯେଉଁଟାକି ଆପଣଙ୍କର ଅଁଳା ଭିତରେ ଯେତେ ସବୁ ପ୍ରପର୍ଟି ଥିବ ଆମର ତେଲ ଭିତରକୁ ଚାଲିଯିବ। ଆଉ ଆପଣମାନଙ୍କର ଯେତେବେଳେ ଚୁଟିରେ ୟାକୁ ଆପ୍ଲାଏ କରିବେ, ଆପଣଙ୍କର ଚୁଟି ଧଳା ତ ପଡ଼ିବନି, ଯେଉଁ ଧଳା ଚୁଟି ଥିବ ବହୁତ ଶୀଘ୍ର ତାକୁ କଳା ପକାଇବାକୁ ସାହାଯ୍ୟ କରିବ। ଏଠି ଦେଖନ୍ତୁ ହାଲକା ହାଲକା ଏମିତି ଦେବେ, ଆଉ ଏଇଟାକୁ ପୁରା ସିମ୍ କରିକି କରିବେ ଫ୍ଲେମ୍କୁ। ତାପରେ ଆପଣମାନେ ନେବେ ହାଲକା 2 ଚିମୁଟା ପାଖାପାଖି ଆପଣମାନେ ହଳଦୀ ନେବେ, ଭଲ ହଳଦୀ ଟିକେ ନେବେ, ଆଉ ଏଇଥିରେ ଦେଇଦେବେ। ଦେଇକି ସବୁକୁ ପୁରା ଧିମା ଆଞ୍ଚରେ ଆପଣମାନେ 20-25 ମିନିଟ୍ ପାଖାପାଖି ୟାକୁ ଫୁଟେଇବେ, ଯେ ପର୍ଯ୍ୟନ୍ତ ମାନେ ଆପଣଙ୍କର କଢ଼େଇ ଦେଖି, କଢ଼େଇ ମୋଟା କି ପତଳା ସେଇ ହିସାବରେ ଜଲ୍ଦି ବି ଟିକେ ହେଇପାରିବ। ତ ସେଇ ହିସାବରେ ଆପଣମାନେ ଦେଖିବେ ପୁରା ଯେତେ ସିମ୍ ଆଞ୍ଚରେ ଆପଣମାନେ କରିପାରିବେ। ଆଉ ଯେପର୍ଯ୍ୟନ୍ତ ଆମର ଦେଖିବେ ଅଁଳାଟା ଯେପର୍ଯ୍ୟନ୍ତ କଳା ନ ପଡ଼ିଯାଇଛି ସେ ପର୍ଯ୍ୟନ୍ତ ଆପଣମାନେ ୟାକୁ କୁକ୍ କରିବେ।
तो ये टाइप आपण मैंने मझे मझे गोलाउे या बनईथे जदि गोटे कंटा चामच आपण पाखे थी कंटा चामच यहपरी भाव में आपण मैंने केंची ने जहाँ छोट छोट अँला पीस गुड़ाक अच्छी कंटा चामचर भितर पशिगले भितर गोटे गोटे होल होपर आपण मैंने एमती बहुत सारा पशिगला काढ़ीदे गोटे चामच भितर होल हो गले कौन कि भितर भी थी जो सब अमलार रसटा बाहरी जीव आ तेल सहित भल भाव में मिसब ये टाइप 2-3 थर करदे जब अच्छी ना ना किसी कथा ना यहपरी भाव में छाड़ीदे छाड़ी आपण मैंने पूरा धीमा आँच या बनइबे जेपर्यंत आमलाटा पूरा पूरी कला न पड़ी देखो पूरा हल्का कला पड़गलानी सांगे सांगे तुरंत आ बेसी पुड़ेनि आपण मैंने कौन करेंगे या गैस फ्लेम को पूरा पूरी बंद करदे बंद करके काढ़ी नहीं ठंडा करने बेसी भी आपण मैंने पोड़ेनि देखिपारे बेसी जमी अंगार टाइप आपण मैंने करेंगे पूरा नॉर्मल करके आपण मैंने या एमती बनइबे आपर आस्ते आस्ते देखिए तेलर कलरटा भी चेंज हम यापर आपण मैंने ठंडा करके सांगे सांगे तुरंत या अप्लाई करेंगे आपण मैंने यहाँ संध्या टाइम रे बनइबे तापर ओभरनाइट आपण मैंने एमती छाड़ीदेवे माने सकाळ पर्यंत आपण मैंने ये कढ़ई रे ही छाड़ीबे लुहा कढ़ई रे आपण मैंने रखिकी तेल आउ अँला को छाड़ीदेवे ये देखो मु पूरा राति सारा रखी ओभरनाइट रखी सारा पर मुझे देखी एटा तो अलरेडी ठंडा हो जाइए राति सारा रखला तापर आपण मैंने या कौन करेंगे काढ़ी ने तर तेल को अलग करने आ जो अँला गुड़ाक आमर भितर अच्छी बाहर करने ये देखो केमती करेंगे गोटे पूरा कटन कपड़ा ने पतलार पूरा कटन कपड़ाटे ने से मैंने छाणीबे चाहा छुणा छाणिले कौन कि जो भितर टी हलदी आमर पकई तार जो गुंडटा पलैब तेल तो से कपड़ा साहाଯ୍य आपण मैंने छाणीबे जहाँफल खाली तेल जीव किसी भी जब गुंड थी से गुंड गुड़ाक जमा भी तेल मिसबनी तो ये टाइप छोट कपड़ाटे नहीं आपको छाणीने छाणी सारापर तेल को आपण मैंने अप्लाई करेंगे किपरि अप्लाई करेंगे मुझे बहुत सुंदर टिप्सटा शेयर कर सांग निहाती आपण मैंने या यूज करूँ मु 100% दूसरी आपण मैंने किछि मास आपनकर चुट्टी कंडीशन देखिए किछि मास भितर निहाती आपनकर चुट्टी जो धला चुट्टी बहुत सारा चुट्टी जब पाची पाची आसूसी पाचिबा कम होगा सहित चुट्टी जब सब पाची जाइए कला पकईदेव तो ये देखो सांग मैंने जदि आपण मैंने चैनल नुआ अच्छा प्लीज मो चैनल टी सब्सक्राइब करूँ ऑन नोटिफिकेशन क्लिक करूँ ताकि नुआ नुआ वीडियो नोटिफिकेशन सर्वप्रथम आपण मैंने पाइपर आज वीडियो जदि आपंपाई किसी भी लगुच हेल्पफुल निहाती आपण मैंने या व्यवहार तो करेंगे या किपरि व्यवहार करके आपंकर मतामत मत कमेंट सेक्शन में जनइबे अन्य मान सहित शेयर करने जमारू भी भूलें आपण मैंने कई एरिया देखुं मत कमेंट सेक्शन में जनइले जानले खुशी लगे नुआ नुआ वीडियो बनाई मोटिवेशन मिल पार ये देखो मुझे सबू जिते अँला काढ़ी नेली आठ जो तेलटा बढ़ला देखूँ एटा केते गाढ़ा हो जाइए पूरा कला टाइप पड़ जाइए जेहेतु लुहा कढ़ईटार अच्छी निहाती कला पड़ज सहित पुणी एटा सोरिष तेल थिला तापर अँला पड़ी तो एटा कला हम तो या कौन करेंगे हल्का एमती नहीं आपंकर चुट्टी मूल मसाज करके लगेबे देखो हल्का हल्का नहीं मसाज कर चुट्टी मूल लगेबे चुट्टी मूल लगे राति सारा छाड़ीदेवे ना आपण मैंने धर आज सपोज लगेले या लगे हल्का जमी आम तेल लगे जाऊ नॉर्मल सेमती चुट्टी मूल लगे मसाज करके छाड़ीदेवे ता नेक्स्ट डे आपण मैंने चुट्टी को धोइबे यहीपरि भाव में जितेबाला आपण मैंने लगौंट सप्ताह को थरे 2 थर लगाते देखिए आपण चुट्टी झड़वा समस्या बंद होगा सहित आपण मानकर धला चुट्टी भी बहुत शीघ्र कला पड़ो ता सहित आपण मैंने देखो या कंटिन्यू रखु सप्ताह 2-3 थर लगाते एमती किसी मास लगेला निहाती आपण मानकर भल रिजल्ट दब आशा करछि आज वीडियो भल लगी आज वीडियो को मुझे रखुची रही नमस्कार जय जगन्नाथ।